ଆଜି ମାଣବସା ପାଇଁ ମୋ ସ୍ୱାମୀ ଏ ଲୁଗାଟା ମୋ ପାଇଁ ଆଣିଛନ୍ତି। ମୁଁ ଆଜି ପିନ୍ଧିବି ଏଇ ଲୁଗାଟା। ଆଉ ଆପଣମାନଙ୍କୁ ଯଦି ବି ମୋର ବ୍ଲଗ୍ଟା ଭଲ ଲାଗେ ନିହାତି ସବସ୍କ୍ରାଇବ୍ କରିବେ। ମୋ ଚ୍ୟାନେଲରେ ନୂଆ ଥିଲେ ଷ୍ଟାର୍ଟ କରିବା ଆଜିର ଭିଡ଼ିଓଟିକୁ। ଏବେ ତ ରାତି 3ଟା ବାଜିଛି। ଆମେ ଶାଶୁ ବୋହୂ ଦୁଇ ଜଣ 2ଟା ରାତିରୁ ଉଠିକି ଗାଧୁଆ ପାଧୁଆ ସାରିକି ଆସିଲାଣୁ ଏଠି। ଆପଣମାନେ ତ ନିହାତି ଜାଣିଥିବେ ଯେ ମାଣବସା ପୂର୍ବଦିନ ମାନେ ବୁଧବାର ଦିନ ତ ଜମା ବି ଶୋଇନଥିବୁ ଠିକ୍ସେ, କାହିଁକିନା ରାତି ସାରା ଝୋଟି ଚିତା ଏମିତିରେ ତ ଦିନଟା କଟି ଯାଇଥିବ। କାହିଁକିନା ମା ଆସିବେ ବୋଲି ପୂର୍ବ ଦିନଠୁ ସବୁ ସଜାସଜି ହେଇଯାଇଥିବ। ଏବେ ମୁଁ ଆପଣମାନଙ୍କୁ ଦେଖାଉଛି ଯେ ବୁଧବାର ଦିନ ପକାଇଥିବା ଝୋଟି ଚିତା। ଆଉ ଆପଣମାନଙ୍କୁ ଭଲ ଲାଗିଲେ ନିହାତି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ ମାଣବସା ଦିନ ଯେମିତି ବି ହଉ ଘରେ ଘରେ ସବୁ ଘରେ ପ୍ରାୟ ଟିଭିରେ ମାଣବସା ଗୀତ ହିଁ ଲାଗିଥିବ। ତ ଆମ ଘରେ ବି ମୁଁ ଫାଷ୍ଟ ଲଗାଇଦେଲି ମାଣବସା ଗୀତ ଗାଧେଇକି ଆସିକି। ଏବେ ତ ଟାଇମ୍ ରାତି 3ଟା ବାଜିଛି। ତ ଚାଲନ୍ତୁ ମୁଁ ଦେଖାଉଛି ଝୋଟି ଚିତା କେମିତି ଲାଗୁଛି ଆପଣମାନେ ନିହାତି କମେଣ୍ଟରେ ମୋତେ ଜଣାଇବେ। ଏକା ମୁଁ ପକାଇନି, ମୋ ସହ ମୋ ଶାଶୁ ମା ବି ପକାଇଛନ୍ତି। ତ ଦେଖିପାରୁଥିବ ଏଇ ପର୍ଯ୍ୟନ୍ତ ମୁଁ ପକାଇଛି। ଆଉ ଏଇଠୁ ଏତକ ଆଗକୁ ଯେଉଁ ଦେଖିବେ ଏଇଠୁ ଏତକ ମୋ ଶାଶୁ ମା ପକାଇଛନ୍ତି। କାହିଁକିନା ବହୁତ ରାତି ହେଇଗଲା। ମା କହିଲେ ଟିକେ ରେଷ୍ଟ କରିଦେବା ଘଣ୍ଟେ ଖଣ୍ଡେ, ତାପରେ ପୁଣି ଉଠିକି ଠାକୁର ପୂଜା କେତେ କାମ ଅଛି। ତ ଏତକ ମୋ ଶାଶୁ ମା ପକାଇଛନ୍ତି। ଆଉ ଆପଣମାନଙ୍କୁ କେମିତି ଲାଗୁଛି ନିହାତି କମେଣ୍ଟ କରିବେ। ତ ଏବେ ଚାଲନ୍ତୁ ଠାକୁର ଘରକୁ ଯିବା ଆଉ ଦେଖିବା ଭୋଗ ସାମଗ୍ରୀ ସବୁ ମୋ ଶାଶୁ ମା କେମିତି ଖଟ ଧୋଇକି ତା ଉପରେ ସବୁ ଜିନିଷ ରଖିଦେଇଛନ୍ତି। ଆଉ ମୁଁ ବି ଯେଉଁ ସବୁ ଜିନିଷ ପିତ୍ତଳର ଆବଶ୍ୟକୀୟ ସବୁ ଜିନିଷ କାଢ଼ିକି ଆଣିଛି ଏଠି। ଆଉ ଠାକୁର ପୂଜା କେମିତି କ'ଣ ହେଉଛି ଆପଣମାନେ ଦେଖନ୍ତୁ ଆଗକୁ। ଆମର ଏ ପନିପରିବା ଆସିଛି ଆଜି ମାଣବସାରେ ଡାଲମା ହେବ। ତାପରେ ଏତକ ସବୁ ଆସିଛି ଆପଣମାନେ ଦେଖିକି ଜାଣିପାରୁଥିବେ। ତାପରେ ମୋତେ ବୋଉ କହିଲେ ଯାହା ସବୁ ଦୁଆର ଘରେ ଫୁଲ ଦେଇଦେବୁ। ତାପରେ ମୁଁ ଆସିଲା ପରେ ଦୁବ ସିନ୍ଦୁର ପଣା ସବୁ କିଛି ଦେବି ଠାକୁର ପୂଜା ସାରିକି। ଆଉ ଆମର ଏ ବର୍ଷ ନୂଆ ମାଣ ବସିବ। ମାନେ ମୋ ବୋଉ ଅନେକି ଯେଉଁ ମାଣ ପୂର୍ବରୁ ବର୍ଷ ହଉଥିଲେ ସେ ମାଣ ନ ବସିକି ଏ ବର୍ଷ ନୂଆ ମାଣରେ ଆମର ବସିବ। ଆଉ ଏ ବର୍ଷ ହିଁ ମୋର ପ୍ରଥମ ମାଣବସା, କାହିଁକିନା ବାହାଘରର ପ୍ରଥମ ବର୍ଷ। ମୁଁ ତ ଆଗରୁ କେବେ ଜାଣିନି, ଯାହା ଘରମାନଙ୍କରେ ଦେଖିଛି ସେତିକି। ଭୁଲ କି ଠିକ୍ ଯାହା ବି ଅଛି ଆପଣମାନେ ନିହାତି କମେଣ୍ଟରେ ମୋତେ ଜଣାଇବେ। ଫାଷ୍ଟ ମୁଁ ଏଠି ମାଣକୁ ବୋଉ କହିଲେ ହଳଦୀ ପାଣିରେ ବଢ଼ିଆସେ ଧୋଇଦେବାକୁ ସବୁ ମାଣକୁ। ତାପରେ ମୁଁ ସବୁ ମାଣକୁ ବଢ଼ିଆସେ ହଳଦୀ ପାଣିରେ ଧୋଇକି ସେପଟେ ବୋଉ ପଞ୍ଚାମୃତ କରିଦେଇଥିଲେ, କହିଲେ ପଞ୍ଚାମୃତ ପାଣି ବି ଟିକେ ଛିଞ୍ଚିଦେବା। ତାପରେ ମୁଁ ସବୁ ଜିନିଷରେ ଟିକେ ପଞ୍ଚାମୃତ ଛିଞ୍ଚିଦେଲି ପୂଜା ସାମଗ୍ରୀରେ। ତ ଏବେ ମାଣ ଖଟୁଲି ଧୋଇବି। ଏତେ ବଡ଼ ଖଟୁଲି ତ ମାନେ ଏଥିରେ ଜାଗା ହେବନି, ସେଥିପାଇଁ ହାତରେ ଲାଷ୍ଟକୁ ପାଣି ଆଣିକି ଧୋଇଲି। ଫାଷ୍ଟ ରଖିଲି ଦେଖିଲି ଯେମିତି ଜାଗା ନହେଲା, ତାପରେ ହାତରେ ଆଣିକି ଧୋଇଦେଲି। ମୋର କିଛି ଭୁଲ ରହିଯାଉଥାଏ ନିହାତି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। କାହିଁକିନା ଏ ବର୍ଷ ହେଉଛି ମୋର ପ୍ରଥମ ବର୍ଷ ମାଣବସା। ମୁଁ ଆଗରୁ କେବେ ବି ଜାଣିନି ନା, ସେଥିପାଇଁ। ତ ଏବେ ଆପଣମାନେ ଦେଖିପାରୁଥିବେ ମୁଁ ସବୁ ଜାଗାକୁ ବଢ଼ିଆସେ ଧୋଇଦେଲି ହଳଦୀ ପାଣିରେ। ତାପରେ ପଞ୍ଚାମୃତ ପାଣି ବି ଟିକେ ଛିଞ୍ଚିଦେଲି ସବୁଥିରେ। ବୋଉ ଯେମିତି ଯେମିତି ମୋତେ ଶିଖେଇଥିଲେ ମୁଁ ଆଉ ସେଇ ଭିତରେ ବୋଉ ବି ସବୁ ପୂଜା ସାମଗ୍ରୀ ଜିନିଷ ଆଣିଥିଲେ ହେରି, ଯେମିତିକି ଦୁବ ବରକୋଳି ପତ୍ର ଆଉ ଫୁଲ ଗେଣ୍ଡୁ ଫୁଲ। ଆମ ପୋଖରୀଠି ହେଇଛି ବହୁତ ସାରା ଗେଣ୍ଡୁ ଫୁଲ। ଆଉ ସେପଟେ ମେଥି ନବହର ବାଟି ଦେଇଥିଲେ। ଆଉ ବହୁତ ମାନେ ଭଲ ସେ ସବୁ ଜିନିଷ ମୋତେ ଯୋଗେଇକି ଦେଲେ, ଯାହାଦ୍ୱାରା ମୋତେ ସହଜ ହେବ ସବୁ କାମ କରିବା। ସବୁ ଓଷାଠୁ ମାଣବସାଟା ମୋତେ ବହୁତ ଭଲ ଲାଗେ। କାହିଁକିନା ସେଦିନ ଘରଦ୍ୱାର ବହୁତ ମାନେ ବଢ଼ିଆସେ ଚିତା ଚୈତନ ପଡ଼ିକି ପୁରା ବଢ଼ିଆ ଦେଖାଯାଉଥିବ। ଆଉ ମୋତେ ତ ଚିତା ପକାଇବାକୁ ଯେତିକି ଭଲ ଲାଗେ ଚିତା ଦେଖିବାକୁ ବି ସେତିକି ଭଲ ଲାଗେ। ଆପଣମାନଙ୍କୁ ଭଲ ଲାଗେ କି ନାହିଁ ନିହାତି କମେଣ୍ଟରେ ଜଣାଇବେ। ତ ଏବେ ଚାଲନ୍ତୁ ମାଆଙ୍କ ପାଇଁ ସବୁ ପୂଜା ସାମଗ୍ରୀ ମାନେ ଫଳ ଯେତକ ଅଛି ମୁଁ ସବୁ କାଟିଦେବି। ତ ସେଓ କମଳା ଆଉ ଡାଳିମ୍ବ ମାନେ ଯାହା ବି ସବୁ ଫଳମୂଳ ଆସିଥିଲା ସବୁ ମୁଁ କାଟିକି ବଢ଼ିଆସେ ରଖିଥିଲି ସାଇଜ୍ କରିକି। କାହିଁକିନା ପ୍ରଥମେ ବାଳ ଭୋଗ ହେବ ଫଳମୂଳ, ତାପରେ ଯାଇକି ଶଙ୍କୁଡ଼ି ଭୋଗ, ତାପରେ ସନ୍ଧ୍ୟା ବେଳକୁ ଯାଇକି ପିଠା ଭୋଗ। ତ ଫାଇନାଲି ଆମର ବାଳ ଭୋଗ ମାନେ ମାଆଙ୍କର ବସେଇଦେଲୁ, ମାଆଙ୍କୁ ବଢ଼ିଆସେ ସଜେଇଦେଲୁ। ଆଉ ଭୋଗ ବି ସରିଗଲା ବାଳ ଭୋଗ। ତାପରେ ଏବେ ଶଙ୍କୁଡ଼ି ଭୋଗ ପାଇଁ ମୁଁ ରୋଷେଇ କରିବାରେ ଲାଗିଗଲି। ଆପଣମାନେ କହୁଥିବେ ଯେ ମୁଁ କାହିଁକି ଭିଡ଼ିଓରେ ଆଣିଲେନି, କାହିଁକିନା ମା ବସିଲା ବେଳେ ଭିଡ଼ିଓରେ କେହି ମାନେ ଭିଡ଼ିଓ କରନ୍ତିନି, ମୋ ଶାଶୁ ମା ମନା କଲେ। ତ ସେଥିପାଇଁ ମୁଁ ଭିଡ଼ିଓରେ ଆଣିନି। ଏଇଠି ଦେଖ ସମସ୍ତଙ୍କର ଜଏଣ୍ଟ ଫ୍ୟାମିଲି ଯାହାର ହେଇଥିବ, ମାନେ ଯେମିତିକି ମୋ ବାପ ଘରେ ମୋର ଜଏଣ୍ଟ ଫ୍ୟାମିଲି, ବୋଉ ବଡ଼ ବୋଉ ଖୁଡ଼ି ସମସ୍ତେ ଅଛନ୍ତି, ମିଳିମିଶିକି କରନ୍ତି କାମ ଗୁଡ଼ାକ ହାଲକା ଲାଗେ।
ଆଉ ଏଠି ତ ଆମେ 2 ଜଣ ଶାଶୁ ବୋହୂ, ତ ବୋଉ ବି ଟିକେ ହେଲ୍ପ କରିଦେଉଥାନ୍ତି ଆଉ ମୁଁ ଏପଟେ ସବୁ ରୋଷେଇବାସ ମାଆଙ୍କ ପାଇଁ କରିବାରେ ଲାଗି ପଡ଼ିଲି। କାହିଁକିନା ରୋଷେଇଟା ଶୀଘ୍ର ସରିଲା ପରେ ପୁଣି ବି ପିଠା ବସିବ, କାହିଁକିନା ପିଠା ଭୋଗ ବି ହେବ। ତ ସେଥିପାଇଁ ତ ଆଜି ଆମର ହେଇଛି ଖେଚୁଡ଼ି, ଡାଲମା, ଶାଗ, କ୍ଷୀରି, ତାପରେ ବୋଉ ଚକୁଳି ପିଠା କରିବେ, ତାପରେ ସନ୍ଧ୍ୟାବେଳକୁ ମଣ୍ଡା ପିଠା ହେବ ମାଆଙ୍କ ପାଖରେ ଭୋଗ ଲାଗିବା ପାଇଁ। ତ ଆପଣଙ୍କୁ ବି ଯଦି ମୋ ଭିଡ଼ିଓ ଭଲ ଲାଗୁଥାଏ ମୋ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ, ଏମିତି ନୂଆ ନୂଆ ଭିଡ଼ିଓ ବି ମୁଁ ଆଣିବି। ଆମର ସବୁ ରୋଷେଇ କମ୍ପ୍ଲିଟ୍ ହେଇଗଲା। ଏବେ ଆମେ ଶାଶୁ ବୋହୂ ଚାଲିଲୁ ମାଆଙ୍କ ପାଖରେ ଭୋଗ କରିବା ପାଇଁ। ତ ଆମର ବି ସମସ୍ତଙ୍କୁ ବହୁତ ଭୋକ ହେଲାଣି, ମାଆଙ୍କ ପାଖରେ ଭୋଗ ଲାଗି ସାରିଲା ପରେ ସମସ୍ତେ ଖାଇବେ। ତ ଏବେ ଆମେ ଚାଲିଲୁ ଆଉ ଭିଡ଼ିଓ ଏଇଠି ରଖୁଛି, ପୁଣି ଗୋଟେ ନୂଆ ଭିଡ଼ିଓ ନେଇକି ଆସିବି। ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।